ମୋ ନାମ ଶେଖ୍। ମୁଁ 35 ବର୍ଷର ଏବଂ ସତ କହିବାକୁ ଗଲେ ମୋ ପାଖରେ ଏବେବି ସେହି କଥା ଅଛି ଯାହା ପୁଅମାନଙ୍କୁ ବହୁତ ବେଶି ଆକର୍ଷିତ କରିଥାଏ। ମୋ ଅଣ୍ଟା ପତଳା କିନ୍ତୁ କୁଲା ଟିକେ ଭାରି ଭାରି, ଯାହା ଚାଲିବା ସମୟରେ ଧୀରେ ଧୀରେ ହଲେ, ଏବଂ ମୋ ଆଖି ବଡ଼ ବଡ଼ ଯାହା କେବେ କେବେ ଲୋକଙ୍କୁ ନିଜ ଆଡ଼କୁ ଟାଣିଥାଏ। ମୁଁ ଜଣେ ବିଧବା। ମୋ ସ୍ୱାମୀ 2 ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ଚାଲିଗଲେ। ଆଉ ଏବେ ମୁଁ ମୋ ଶ୍ୱଶୁରଙ୍କ ସହ ରହୁଛି। ସେ ମୋ ପାଇଁ ସବୁକିଛି ବାପାଙ୍କ ପରି, ସାଙ୍ଗ ପରି ଏବଂ କେବେ କେବେ ଟିକେ ଅଧିକ ନିକଟତର ମଧ୍ୟ ଲାଗନ୍ତି। ଆଜି ମୁଁ ଆପଣଙ୍କୁ ମୋର ଏକ କାହାଣୀ ଶୁଣାଇବାକୁ ଯାଉଛି ଯାହା ବସ୍ ସଫର ସମୟରେ ଘଟିଥିଲା। ଏହା ସେହି ଦିନର କଥା ଯେତେବେଳେ ମୁଁ ଏବଂ ମୋ ଶ୍ୱଶୁର, ଯାହାଙ୍କ ନାମ ହରିଶଙ୍କର, ଏକ ବସରେ ଯାତ୍ରା କରୁଥିଲୁ। ଆମକୁ ଗାଁରୁ ସହରକୁ ଯିବାର ଥିଲା ଜଣେ ସମ୍ପର୍କୀୟଙ୍କ ବାହାଘର ପାଇଁ। ଟି ପୁରୁଣା ଥିଲା, ସେହି ସରକାରୀ ବସ୍ ଯେଉଁଥିରେ ସିଟ୍ଗୁଡ଼ିକ ଭଙ୍ଗାରୁଜା ଥାଏ ଏବଂ ଲୋକମାନେ ପରସ୍ପରକୁ ଲାଗିକରି ବସନ୍ତି। ଯାତ୍ରା ଲମ୍ବା ଥିଲା, ଅତି କମରେ 10ରୁ 12 ଘଣ୍ଟାର, କାରଣ ରାସ୍ତା ପାହାଡ଼ିଆ ଥିଲା ଏବଂ ବସ୍ ଧୀରେ ଧୀରେ ଚାଲୁଥିଲା। ମୁଁ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲି ଯାହା ମୋ ଶରୀରରେ ବହୁତ ଭଲ ଲାଗୁଥିଲା। ଶ୍ୱଶୁର ଜଣକ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେ ସବୁବେଳେ ସେମିତି ରହନ୍ତି, ସାଧାରଣ କିନ୍ତୁ ମଜବୁତ ଦେଖାଯାନ୍ତି। ତାଙ୍କ ବୟସ 55 ପାଖାପାଖି ହେବ, କିନ୍ତୁ ଶରୀର ଏବେବି କଷା ହୋଇ ରହିଛି, ଯେମିତି ଗାଁ କାମ ଯୋଗୁଁ ବନିଥାଏ। ଆମେ ବସ୍ ଷ୍ଟାଣ୍ଡରେ ପହଞ୍ଚିଲୁ ଏବଂ ବସ୍ରେ ଚଢ଼ିଲୁ। ସିଟ୍ ସବୁ ଭର୍ତ୍ତି ଥିଲା, କିନ୍ତୁ ଆମକୁ 2ଟି ସିଟ୍ ମିଳିଗଲା ଯେଉଁଠି 2 ଜଣ ଏକାଠି ବସିପାରିବେ। ମୁଁ ଝରକା ପାଖରେ ବସିଲି ଏବଂ ଶ୍ୱଶୁର ମୋ ପାଖରେ। ବସ୍ ଚାଲିବା ଆରମ୍ଭ କଲା ଏବଂ ଧୀରେ ଧୀରେ ବେଗ ବଢ଼ିଲା। ବାହାରେ ପାହାଡ଼ ଦେଖାଯାଉଥିଲା, ସବୁଜ ଶ୍ୟାମଳ ଏବଂ ଥଣ୍ଡା ପବନ ଆସୁଥିଲା। ମୁଁ ଶ୍ୱଶୁରଙ୍କୁ କହିଲି, ଶ୍ୱଶୁରଜୀ, ଏଇ ସଫର ଲମ୍ବା ଅଟେ, କାଳେ ଥକ୍କା ଲାଗିଯିବ। ସେ ହସିଲେ ଏବଂ କହିଲେ, ଝିଅ ତୁ ଚିନ୍ତା କରନି, ମୁଁ ତ ସାଥିରେ ଅଛି। ଯଦି ଥକ୍କା ଲାଗେ ତେବେ ମୋ କାନ୍ଧରେ ମୁଣ୍ଡ ରଖିଦେବୁ। ତାଙ୍କର ଏହି କଥା ଶୁଣି ମୋତେ ଟିକେ ଅଜବ ଲାଗିଲା, କିନ୍ତୁ ଭଲ ମଧ୍ୟ ଲାଗିଲା। ବସ୍ ଚାଲୁ ରହିଲା ଏବଂ ଆମେ କଥାବାର୍ତ୍ତା ହେଲୁ। ଶ୍ୱଶୁର ପଚାରିଲେ, ଶେଖ୍, ତୁ ଆଜିକାଲି କେମିତି ଅଛୁ? ଘରେ ଏକୁଟିଆ ଲାଗୁନି ତ? ମୁଁ କହିଲି, ନା ଶ୍ୱଶୁରଜୀ, ଆପଣ ଅଛନ୍ତି ନା, କିନ୍ତୁ କେବେ କେବେ ରାତିଗୁଡ଼ିକ ଲମ୍ବା ଲାଗେ, ନିଦ ଆସେନି। ସେ କହିଲେ, ହଁ ମୋତେ ମଧ୍ୟ, କିନ୍ତୁ ଆମେ ସାଥିରେ ଅଛୁ, ପରସ୍ପରର ସହାରା। ଯଦି କେବେ ଦରକାର ପଡ଼େ ତେବେ କହିଦେବୁ, ମୁଁ ସବୁ ସମ୍ଭାଳି ନେବି। ତାଙ୍କ କଥାରେ ଏକ ଗଭୀରତା ଥିଲା, ଯେମିତି ସେ ମୋର ସବୁ ଅସୁବିଧା ଦୂର କରିବାକୁ ଚାହୁଁଛନ୍ତି। ମୁଁ ହସିକରି କହିଲି, ହଁ ଶ୍ୱଶୁରଜୀ, ଆପଣଙ୍କ ସହାରା ହିଁ ତ ମୋ ପାଇଁ ସବୁକିଛି। ବସରେ ଟିକେ ହଲଚଲ ହେଲା, କାରଣ ରାସ୍ତା ଖରାପ ଥିଲା। ବସ୍ ଝଟକା ଖାଉଥିଲା ଏବଂ ମୁଁ ଟିକେ ଏପଟ ସେପଟ ହେଉଥିଲି। ଥରେ ତ ମୁଁ ଶ୍ୱଶୁରଙ୍କ ଆଡ଼କୁ ଢଳି ପଡ଼ିଲି ଏବଂ ମୋ କାନ୍ଧ ତାଙ୍କ କାନ୍ଧରେ ଟଚ୍ ହୋଇଗଲା। ସେ କହିଲେ, ଆରାମରେ ବସ୍ ଝିଅ, ଯଦି ଦରକାର ପଡ଼େ ତେବେ ମୋ କୋଳରେ ମୁଣ୍ଡ ରଖିଦେ। କୋଳ? ମୁଁ ଭାବିଲି ଏ କ'ଣ କହୁଛନ୍ତି, କିନ୍ତୁ ସେ ହସିକରି କହିଲେ, ମାନେ ମୋ ଗୋଡ଼ ଉପରେ ନୁହେଁ, ବସ୍ କାନ୍ଧରେ। ମୁଁ ହସିଦେଲି, କିନ୍ତୁ ମନରେ ଏକ ଅଜବ ହଲଚଲ ହେଲା। କିନ୍ତୁ ପ୍ରକୃତରେ ଶ୍ୱଶୁରଙ୍କ ଅର୍ଥ କେବଳ ଆରାମ କରିବା ଥିଲା। ସମୟ ବିତିବା ସହ ବସରେ ଗରମ ହେଲା। ମୁଁ ମୋ ଶାଢ଼ୀର ପଣତ ଟିକେ ଖସାଇଦେଲି, କାରଣ ଝାଳ ବାହାରୁଥିଲା। ଶ୍ୱଶୁର ଦେଖିଲେ ଏବଂ କହିଲେ, ଗରମ ଲାଗୁଛି ନା? ମୁଁ ପଙ୍ଖା ଚଲାଇଦେବି କି? ବସରେ ପଙ୍ଖା କାହିଁ? କିନ୍ତୁ ସେ ନିଜ ଜାମାରେ ପବନ କରିବାକୁ ଲାଗିଲେ। ତାଙ୍କ ପବନ ମୋ ମୁହଁରେ ବାଜୁଥିଲା ଏବଂ ଟିକେ ମୋ ବେକରେ ମଧ୍ୟ। ମୁଁ କହିଲି, ଶ୍ୱଶୁରଜୀ, ଆପଣଙ୍କ ପବନ ବହୁତ ଭଲ ଲାଗୁଛି। ସେ କହିଲେ, ହଁ, ମୁଁ ଜାଣେ କେମିତି ପବନ ଦେଲେ ଆରାମ ମିଳେ। ବସ୍ ଆଗକୁ ବଢ଼ିଲା ଏବଂ ଆମେ ଖାଇବା କଥା ହେଲୁ। ମୁଁ ଘରୁ ପରଟା ଆଣିଥିଲି। ଶ୍ୱଶୁର କହିଲେ, ଝିଅ, ତୁ ମୋତେ ଖୁଆଇଦେବୁ ନା? ମୋ ହାତ ଥକି ଗଲାଣି ସଫରରେ। ମୁଁ ହସିକରି ଗୋଟିଏ ପରଟା ତାଙ୍କ ପାଟିରେ ଦେଲି ଏବଂ ସେ ଚୋବାଇ କରି କହିଲେ, ବାହ, ତ ହାତର ସ୍ୱାଦ କିଛି ଅଲଗା। ତାପରେ ବସରେ ଅନ୍ଧାର ହେବାକୁ ଲାଗିଲା, କାରଣ ସନ୍ଧ୍ୟା ହେଉଥିଲା। ଲାଇଟ୍ ଜଳିଗଲା, କିନ୍ତୁ ଜେଜେବାପା ଶ୍ୱଶୁର କହିଲେ, ଶେଖ୍, ଯଦି ନିଦ ଆସୁଛି ତେବେ ଶୋଇପଡ଼, ମୁଁ ଜାଗିଥିବି। ମୁଁ କହିଲି, ନା ଶ୍ୱଶୁରଜୀ, ମୋତେ ନିଦ ଆସୁନି। ଆପଣ ନିଜ ବିଷୟରେ କିଛି କୁହନ୍ତୁ। ଆପଣଙ୍କ ଜୀବନରେ କ'ଣ କ'ଣ ଘଟିଛି? ସେ ନିଜ ଯୌବନ ଦିନର କାହାଣୀ ଶୁଣାଇଲେ। କେମିତି ସେ ଗାଁରେ କାମ କରୁଥିଲେ, କେମିତି ମୋ ସ୍ୱାମୀଙ୍କୁ ବଡ଼ କଲେ। କିନ୍ତୁ ମଝିରେ ମଝିରେ ସେ କହୁଥିଲେ, ଝିଅ, ତୁ ମୋ ପରି ମଜବୁତ ବନ, ଶରୀରକୁ କଷା ରଖ। ଶରୀର? ମୁଁ ପଚାରିଲି, କେମିତି ଶ୍ୱଶୁରଜୀ? ସେ କହିଲେ, ପ୍ରତିଦିନ ବ୍ୟାୟାମ କର ଯେମିତି ମୁଁ କରେ। ସକାଳୁ ଉଠି ଦୌଡ଼ିବା ଏବଂ ସନ୍ଧ୍ୟାରେ ଟିକେ ଓଜନ ଉଠାଇବା। କିନ୍ତୁ ତାଙ୍କ କଥା ଶୁଣି ଲାଗୁଥିଲା ଯେମିତି ସେ ମୋ ଶରୀର ବିଷୟରେ କହୁଛନ୍ତି, କିନ୍ତୁ ପ୍ରକୃତରେ ସେ କେବଳ ସ୍ୱାସ୍ଥ୍ୟ ବିଷୟରେ କହୁଥିଲେ। ଏହାପରେ ବସ୍ ଏକ ଢାବା ପାଖରେ ଅଟକିଲା, କିନ୍ତୁ ଆମେ ଓହ୍ଲାଇଲୁ ନାହିଁ, କାରଣ ସିଟ୍ ଚାଲିଯାଇଥାନ୍ତା। ବସରେ ହିଁ ବସି ରହିଲୁ।
ସେଠାରୁ କିଛି ଲୋକ ଚଢ଼ିଲେ ଏବଂ ବସ୍ ଆହୁରି ଭର୍ତ୍ତି ହୋଇଗଲା। ଜଣେ ଲୋକ ଆମ ପାଖରେ ଛିଡ଼ା ହୋଇଥିଲା। କିନ୍ତୁ ଶ୍ୱଶୁର କହିଲେ, ଝିଅ ତୁ ଝରକା ଆଡ଼କୁ ଘୁଞ୍ଚିଯା, ମୁଁ ମଝିରେ ବସୁଛି, ଯେମିତି କେହି ତ ପାଖକୁ ନ ଆସିବେ। ତାଙ୍କର ଏହି ଯତ୍ନ ଭଲ ଲାଗିଲା, କିନ୍ତୁ ଆମେ ଟିକେ ନିକଟତର ହୋଇଗଲୁ। ମୋ ଜଙ୍ଘ ତାଙ୍କ ଜଙ୍ଘରେ ଛୁଉଁଥିଲା, କାରଣ ସିଟ୍ ଛୋଟ ଥିଲା। ମୁଁ କହିଲି, ଶ୍ୱଶୁରଜୀ ଟିକେ ଟାଇଟ୍ ହୋଇଗଲାଣି। ସେ କହିଲେ, ହଁ, କିନ୍ତୁ ମୁଁ ସମ୍ଭାଳି ନେବି, ତୁ ଆରାମରେ ରହ। ଯଦି ଚାପ ପଡ଼େ ତେବେ କହିଦେବୁ, ମୁଁ ଆଡଜଷ୍ଟ କରିନେବି। ଏବେ ରାତି ହୋଇଯାଇଥିଲା ଏବଂ ବସ୍ ଚାଲୁ ରହିଥିଲା। ମୁଁ ଟିକେ ଥକି ଯାଇଥିଲି, ତେଣୁ ଶ୍ୱଶୁରଙ୍କ କାନ୍ଧରେ ମୁଣ୍ଡ ରଖିଲି। ସେ କହିଲେ, ଆରାମରେ ରଖ ଝିଅ, ମୁଁ ହଲିବିନି। ତାଙ୍କ ନିଶ୍ୱାସ ମୋ କେଶରେ ବାଜୁଥିଲା ଏବଂ ମନରେ ଏକ ଅଜବ ଫିଲିଂ ଆସୁଥିଲା। କ'ଣ ହେବ ଯଦି? କିନ୍ତୁ ନା, ଶ୍ୱଶୁରଜୀ ସେମିତି ନୁହନ୍ତି। ସେ କହିଲେ, ଶେଖ୍, ତୁ ଜାଣୁ, ତୋର ଶ୍ୱଶୁର ହେବା ନାତେ ମୁଁ ତୋର ସବୁ ଆବଶ୍ୟକତା ପୂରଣ କରିବି, ଚାହେଁ ସେଇଟା କୌଣସି ବି ଆବଶ୍ୟକତା ହେଉ। କିନ୍ତୁ ପ୍ରକୃତରେ ସେ ଭାବନାତ୍ମକ କଥା କହୁଥିଲେ। ମୁଁ କହିଲି, ହଁ ଶ୍ୱଶୁରଜୀ, ଆପଣ ହିଁ ମୋ ପାଇଁ ସବୁକିଛି। ବସରେ ଏବେ ସନ୍ନାଟା ଥିଲା। ଅଧିକାଂଶ ଲୋକ ଶୋଇପଡ଼ିଥିଲେ। ଶ୍ୱଶୁର ମୋ ଆଡ଼କୁ ଚାହିଁଲେ ଏବଂ କହିଲେ, ଝିଅ ତ ଶାଢ଼ୀ ଟିକେ ଖସିଯାଇଛି, ସମ୍ଭାଳିନେ। ମୁଁ ଦେଖିଲି ପଣତ ଟିକେ ତଳକୁ ଆସିଯାଇଥିଲା। ମୁଁ ଠିକ୍ କଲି, କିନ୍ତୁ ସେ କହିଲେ, ତୁ କେତେ ସୁନ୍ଦର, ଜଣେ ଫୁଲ ପରି, ମୁଁ ତୋର ରକ୍ଷା କରିବି। ସବୁବେଳେ ସୁନ୍ଦର ରକ୍ଷା। ଲାଗୁଥିଲା ଯେମିତି ସେ ଆଉ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ନା। ତାପରେ ଶ୍ୱଶୁର ନିଜ କାହାଣୀ ଜାରି ରଖିଲେ। କେମିତି ତାଙ୍କର ବାହାଘର ହୋଇଥିଲା, କେମିତି ସେ ଏକୁଟିଆ ହୋଇଗଲେ ଯେତେବେଳେ ଶାଶୁଜୀ ଚାଲିଗଲେ। ସେ କହିଲେ, ଏବେ ତୁ ହିଁ ମୋର ସହାରା ଏବଂ ମୁଁ ତୋର। ଆମେ ପରସ୍ପରକୁ ସମ୍ପୂର୍ଣ୍ଣ କରୁଛୁ, କିନ୍ତୁ ପ୍ରକୃତରେ ପରିବାରର ଏହି ଦୁନିଆରେ ଆମର କେହି ନଥିଲେ। ଘରେ ଏବଂ ଏହି ସମାଜରେ ଆମେ ଦୁଇଜଣ ହିଁ ପରସ୍ପର ସହାରା ଥିଲୁ, କିନ୍ତୁ ଭଲ ଭାବରେ ଆମେ ଦୁଇଜଣ ବାପା ଝିଅ ପରି ଥିଲୁ। ଶ୍ୱଶୁରଜୀ ମଧ୍ୟ ମୋତେ ନିଜ ଝିଅ ମାନୁଥିଲେ ଏବଂ ମୁଁ ମଧ୍ୟ ଶ୍ୱଶୁରଙ୍କୁ ବାପା ମାନୁଥିଲି। ସମୟ ବିତିଲା ଏବଂ ବସରେ ଥଣ୍ଡା ଲାଗିଲା। ମୁଁ କହିଲି, ଶ୍ୱଶୁରଜୀ ଥଣ୍ଡା ଲାଗୁଛି। ସେ କହିଲେ, ଆଉ ଟିକେ ମୋ ପାଖକୁ ଆସିଯା, ମୁଁ ଗରମ ଦେବି। ତାପରେ ମୁଁ ଟିକେ ପାଖକୁ ଘୁଞ୍ଚିଗଲି ଏବଂ ତାଙ୍କ ହାତ ମୋ କାନ୍ଧ ଉପରକୁ ଆସିଗଲା। ସେ କହିଲେ, ଏମିତି ହିଁ ରହ, ମୁଁ ତ ଶରୀରକୁ ଗରମ ରଖିବି। କିନ୍ତୁ ପ୍ରକୃତରେ ସେ କେବଳ ଯତ୍ନ ନେଉଥିଲେ, ଜଣେ ବାପା ପରି। ଆମେ ଗାଁର ସମ୍ପର୍କୀୟଙ୍କ କଥା ହେଲୁ। ଶ୍ୱଶୁରଜୀ କହିଲେ, ଶେଖ୍, ତୁ କେବେ ଭାବୁଛୁ ଦ୍ୱିତୀୟ ବାହାଘର ବିଷୟରେ? ମୁଁ କହିଲି, ନା ଶ୍ୱଶୁରଜୀ, ଆପଣ ଅଛନ୍ତି ନା। ଦ୍ୱିତୀୟ ବାହାଘର କରିବିନି, କାରଣ ମୋର କାହା ଉପରେ ବିଶ୍ୱାସ ନାହିଁ। ଆପଣ ହିଁ ମୋର ସବୁକିଛି। ସେ କହିଲେ, ହଁ, କିନ୍ତୁ ଯଦି କେହି ଭଲ ପିଲା ମିଳେ ତେବେ ମୁଁ ନିଜେ କରାଇଦେବି। କିନ୍ତୁ ବର୍ତ୍ତମାନ ପାଇଁ ମୁଁ ତୋର ସବୁ ଖୁସିର ଧ୍ୟାନ ରଖିବି। ରାତି ବଢ଼ିଲା ଏବଂ ବସ୍ ଏକ ଟର୍ଣ୍ଣରେ ଝଟକା ଖାଇଲା। ମୁଁ ଶ୍ୱଶୁରଙ୍କ କୋଳରେ ପଡ଼ିଯିବାକୁ ଯାଉଥିଲି, କିନ୍ତୁ ସେ ଧରି ପକାଇଲେ। ତାଙ୍କ ବାହୁ ମୋ ଅଣ୍ଟା ଉପରେ ଥିଲା। ସେ କହିଲେ, ସମ୍ଭାଳି ଯା ଝିଅ, ମୁଁ ଧରି ପକାଇଛି। ଏବଂ ପୁଣି ସେ ସାଙ୍ଗେ ସାଙ୍ଗେ ହଟିଗଲେ ଏବଂ କହିଲେ, ସରି ଯଦି ଖରାପ ଲାଗିଲା। ମୁଁ କହିଲି, ନା ପାପାଜୀ, ଆପଣଙ୍କର ଏମିତି ସମ୍ଭାଳିବା ବହୁତ ଭଲ ଲାଗିଲା। କିନ୍ତୁ ଆମେ ପୁଣି କଥାରେ ଲାଗିଗଲୁ। ଶ୍ୱଶୁରଜୀ ନିଜ ଯୌବନର ଏକ କାହାଣୀ ଶୁଣାଇଲେ। କେମିତି ସେ ଜଣେ ଝିଅକୁ ଭେଟିଥିଲେ କିନ୍ତୁ ବାହାଘର ହୋଇପାରିନଥିଲା। ସେ କହିଲେ, ଜୀବନରେ କିଛି ଆବଶ୍ୟକତା ଥାଏ ଯାହା ପୂରଣ ହୁଏନି, କିନ୍ତୁ ଏବେ ତୁ ଅଛୁ ତେବେ ସବୁ ଠିକ୍ ଅଛି। ତାପରେ ମୁଁ କହିଲି, ପାପାଜୀ, ନିଦ ବହୁତ ଆସୁଛି, ମୁଁ ଶୋଇଯିବି କି? ପାପାଜୀ କହିଲେ, ହଁ ଝିଅ, ତୁ ନିଶ୍ଚିନ୍ତ ହୋଇ ଶୋଇଯା, ମୁଁ ଅଛି, ସବୁ ଦେଖିନେବି। ତାପରେ ମୁଁ ଶୋଇଗଲି ଏବଂ ପାପାଜୀ ଜାଗି ରହିଲେ। ପାପାଜୀଙ୍କର ଏତେ ଯତ୍ନ ମୋତେ ବହୁତ ଭଲ ଲାଗିଲା। ସକାଳ ହେବାକୁ ଲାଗିଲା। ବସ୍ ଏବେ ବି ଚାଲୁଥିଲା। ମୁଁ ଶ୍ୱଶୁରଙ୍କୁ କହିଲି, ଶ୍ୱଶୁରଜୀ, ରାତି ଭଲରେ କଟିଲା। ସେ କହିଲେ, ହଁ, ତ ସାଥିରେ ସମୟ ଶୀଘ୍ର ବିତିଯାଏ, ତୁ ମୋ ପାଇଁ ସ୍ପେଶାଲ। ତାପରେ ଆମେ ବସରେ ହିଁ ଜଳଖିଆ ଖାଇଲୁ। ଶ୍ୱଶୁରଜୀ କହିଲେ, ଝିଅ, ତୁ ମୋତେ ପୁଣି ଥରେ ଖୁଆଇଦେବୁ କି? ମୁଁ ଖୁଆଇଲି ଏବଂ ସେ କହିଲେ, ତ ହାତରେ ଯାଦୁ ଅଛି, ଯାହା ଛୁଇଁବା ମାତ୍ରେ ଭଲ ଲାଗେ। ଏବେ ବସ୍ ସହର ପାଖରେ ପହଞ୍ଚୁଥିଲା। ଶ୍ୱଶୁରଜୀ କହିଲେ, ଶେଖ୍, ଏହି ସଫର ସ୍ମରଣୀୟ ରହିଲା, କିନ୍ତୁ ଗୋଟିଏ କଥା କହିବି। ମୁଁ କହିଲି, ହଁ ଶ୍ୱଶୁରଜୀ। ସେ କହିଲେ, ମୁଁ ସବୁବେଳେ ଭାବିଛି ଯେ ତୁ ମୋର ବୋହୂ ନୁହେଁ, ବରଂ ମୋ ଝିଅ ପରି। କିନ୍ତୁ କେବେ କେବେ ଲାଗେ ଯେମିତି ଆମ ସମ୍ପର୍କ ଆହୁରି ଗଭୀର। କିନ୍ତୁ ପୁଣି ସେ କହିଲେ, ପ୍ରକୃତରେ ମୁଁ ତୋ ପାଇଁ ଗୋଟିଏ ସମ୍ପର୍କ ଦେଖୁଛି, ଏକ ଭଲ ପୁଅ ଯିଏ ତୋର ଯତ୍ନ ନେବ। ମୁଁ ଚାହୁଁନି ଯେ ତୁ ଏକୁଟିଆ ରୁହ। ମୁଁ କହିଲି, ନା ପାପାଜୀ, ଆପଣ ଅଛନ୍ତି। ମୋର କାହାର ଦରକାର ନାହିଁ। ଆପଣ ମୋର ସବୁ ଆବଶ୍ୟକତା ପୂରଣ କରିଦେବେ। ମୋର କାହାର ଦରକାର ନାହିଁ। ଏତିକି କହି ମୁଁ ପାପାଜୀଙ୍କୁ କୁଣ୍ଢାଇ ପକାଇଲି। ସେ କହିଲେ, ଠିକ୍ ଅଛି, ଆଗ ଆମକୁ ବାହାଘରକୁ ଯିବାକୁ ଦିଅ, ତାପରେ ଦେଖିବା। ସହରରେ ପହଞ୍ଚୁ ପହଞ୍ଚୁ ବସ୍ ଅଟକିଲା ଏବଂ ଆମେ ଓଲାଏ ଅଟୋ ନେଲୁ। ସମ୍ପର୍କୀୟଙ୍କ ବାହାଘର ଘର ପାଖରେ ହିଁ ଥିଲା।
କିନ୍ତୁ ସଫରର ଥକ୍କା ଏବେ ବି ଶରୀରରେ ଥିଲା। ଶ୍ୱଶୁରଜୀ ମୋ ସାମାନ ଉଠାଇଲେ ଏବଂ କହିଲେ, ଝିଅ ତୁ ଆରାମରେ ଚାଲନ୍ତୁ, ମୁଁ ସବୁ ସମ୍ଭାଳୁଛି। ସନ୍ଧ୍ୟାରେ ବାହାଘର ଅଛି, ପ୍ରସ୍ତୁତ ହୋଇଯିବୁ। ମୁହଁ କହିଲି, କିନ୍ତୁ ମନରେ ସେହିର ରାତିର ସ୍ମୃତିଗୁଡ଼ିକ ଘୂରି ବୁଲୁଥିଲା। ବାହାଘର ଘରେ ପହଞ୍ଚି ଆମକୁ ଏକ ଛୋଟ ରୁମ୍ ମିଳିଲା, କିନ୍ତୁ 2ଟି ବେଡ୍ ଥିଲା। ମୁଁ ଶାଢ଼ୀ ବଦଳାଇ ଗାଧୋଇବା କଥା ଭାବିଲି, କିନ୍ତୁ ଶ୍ୱଶୁରଜୀ କହିଲେ, ଶେଖ୍, ଆଗ ତୁ ଗାଧୋଇ ପଡ଼, ମୁଁ ବାହାରେ ବୁଲି ଆସୁଛି। କିନ୍ତୁ ଯଦି ପାଣି ଗରମ ନଥାଏ ତେବେ କହିବୁ, ମୁଁ ଗିଜର ଚେକ୍ କରିଦେବି। ତାଙ୍କର ଏହି ଯତ୍ନ ସବୁବେଳେ ପରିଥିଲା, କିନ୍ତୁ ଆଜି କିଛି ଅଲଗା ଲାଗୁଥିଲା। ଗାଧୋଇବା ସମୟରେ ମୁଁ ଭାବିଲି, କ'ଣ ଶ୍ୱଶୁରଜୀ ସତରେ କେବଳ ବାପା ପରି, କିମ୍ବା ମନରେ ଆଉ କିଛି ଅଛି? ନା, ମୁଁ ବେଶୀ ଭାବୁଛି। ସନ୍ଧ୍ୟାରେ ବାହାଘରକୁ ଆମେ ଗଲୁ। ଡ୍ୟାନ୍ସ ହେଉଥିଲା, ସଙ୍ଗୀତ ବାଜୁଥିଲା। ଶ୍ୱଶୁରଜୀ ମୋତେ ଦେଖିଲେ ଏବଂ କହିଲେ, ଝିଅ ତୁ କେତେ ଚମକୁଛୁ ଆଜି, ଚାଲ ଟିକେ ଡ୍ୟାନ୍ସ କରିବା। ମୁଁ ହସି ପକାଇଲି ଏବଂ ତାଙ୍କ ସହ ଟିକେ ନାଚିଲି। କିନ୍ତୁ ଭିଡ଼ରେ ଆମ ହାତ ଛୁଇଁଗଲା। ସେ କହିଲେ, ଆରାମରେ, ମୁଁ ତତେ ଧରିନେବି। ରାତି ଅଧଯାଏଁ ବାହାଘର ଚାଲିଲା ଏବଂ ଫେରି ମୁଁ ଥକିଯାଇ ବେଡ୍ ଉପରେ ପଡ଼ିଗଲି। ଶ୍ୱଶୁରଜୀ କହିଲେ, ଶେଖ୍, ଯଦି ଥଣ୍ଡା ଲାଗେ ତେବେ ମୋକୁ ଆସିଯିବୁ। ମୁଁ ହସିକରି କହିଲି, ଶ୍ୱଶୁରଜୀ ଆପଣ ଶୋଇପଡ଼ନ୍ତୁ, କାଲି ଫେରିବା ସଫର ଅଛି। କିନ୍ତୁ ଶୋଇବା ସମୟରେ ତାଙ୍କ ଆଖିରେ ଏକ ଅଜବ ଚମକ ଥିଲା, ଯେମିତି କିଛି ଅକୁହା କଥା ଥାଏ। ତାପରେ ଆମେ ସମସ୍ତେ ଶୋଇଗଲୁ। କିନ୍ତୁ ଯେତେବେଳେ ରାତି 9ଟା ବାଜିଲା, ଶ୍ୱଶୁରଜୀ ଉଠିଲେ।